जाकी भाई बहुत बढ़िया लाଗୁଛି ତାକୁ। এই ସାରଟା ପୁରା ମୁଗ ଭଳିଆ ଦେଖାଯାଉଛି, ପୁରା ମୁଗ ଡିଟ ହେଇ ହାଲି ଭଳିଆ ଦେଖାଯାଉଛି, ବଲ୍ ସାଇକେଲ ବଲ୍ ଭଳିଆ ଦେଖାଯାଉଛି। ହ୍ୟାଲୋ ସମସ୍ତଙ୍କୁ ନମସ୍କାର, ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆଜି ବିଲକୁ ଆସିଛେ ହଉଛି ତରଭୁଜ ଗଛ ତା ମୂଳରୁ ମାଟି ଉଠେଇବାକୁ, ସାର ପକେଇବା ଆଜି। ଆଉ ଦୁଇଟା ବିଲ ଅଛି, ଆଉ ଏପଟ ସବୁ କରିସାରିଲେ। ଆଉ ବିଲ କଡ଼ରେ ଆମେ ବସିଛୁ, ମୁଁ ଆଉ ଜାକି ଭାଇ ଆମ 15 ଦିନ ଆଗରୁ ଆସିଥିଲେ। ଆଉ ବହୁତ ଦିନଠୁ ଭିଡ଼ିଓ କରିମି ବୋଲି ଆମ ଜାକି ଭାଇ ସାଙ୍ଗର ଫାଇନାଲି ଆଜି ତାଙ୍କ ସାଙ୍ଗରେ ଦେଖା ହେଲା। ଆଉ ଆଜି ରବିବାରଟା ଯେହେତୁ ଛୁଟି ଅଛି ସ୍କୁଲ, ସେଥିପାଇଁ ଯାଇନାହିଁ। ଆଉ ବିଲକୁ ଟିକେ ବୁଲାବୁଲି କରତେ ଆସିଛି। ଆମ ଜାକି ଭାଇକୁ ବହୁତ ଥକା ଲାଗିଛି, ଗଲା କାଲି ବହୁତ ପରିଶ୍ରମ କରିଥିଲେ ସ୍କୁଲରେ, ବହୁତ ସ୍କୁଲ ତାର ଗୋଟେ ସଫା ଖରା କରେଇଥିଲେ। ସେଥିପାଇଁ ଆଜି ଶୋଇଛି, ପୁରା ଘର ନିଦରେ ଶୋଇଛି, ନିଦ ଆସୁଛି ଖରାର। ଆମ ଜାକିର ତା ଚମଡ଼ା ଗଜ, ତା ଚୁଟିକା ଝଡ଼ି ଯାଉଛି, ବୁଢ଼ା ହେଇଗଲା ବୋଧେ ନା ଜାକି। ବହୁତ ଦିନ ହେଲା ଆଉ ଗାଧଉନି ଜାକି, ସେଇ ନାଗି ତାର ଚୁଟିକା ଝଡ଼ି ଯାଉଛି। ଜାକି ଜାକି ହଁ କରୁଛି, କଥା ହଉନା ଟିକେ, କେମିତି କଥା ହଉଛି ଡାକନା ଜାକି ବୋଲି। ଜାକି ଭାଇ ଶୋଇଛି, ତାକୁ ସମସ୍ତେ ଟିକେ ପିଠିର ଘଷୁଛନ୍ତି, ଭଲ ଲାଗୁଛି ଘଷା ଘଷି କରତେ ତାକୁ ନା ମିଗଡ଼େ। ଆଉ ଆମର ହିରୋଟା ଜଣେ କହୁଛୁ କେମିତି ଶୋଇଛି, ରନା ଟିକେ ଦେଖେ। এই ବିଲଟାକୁ ଆମେ ରିଙ୍ଗ କରି ସାରିଲୁ, ତରଭୁଜ ଗଛ ମୂଳରୁ ମାଟି ଉଠେଇ ସାରିଲୁ, ଆଉ ବିଶ୍ରାମ ଟିକେ ନେଇଥିଲୁ। ଆମ ଜାକି ଭାଇ ତା ଗଡ଼ି ବୁଲୁଛି ପୁରା ମାଟିର। ଆଉ ଏଇନା ଏଇ ବିଲଟାକୁ ଆରମ୍ଭ କରିବା। ଜାକି ଭାଇ ବହୁତ ବଢ଼ିଆ ଲାଗୁଛି ତାକୁ। ବହୁତ ବଢ଼ିଆ ଲାଗୁଛି। ବିଲକୁ ଯାଇଥିଲୁ, ଏଇନା ଆମେ ଆସୁଛୁ, 9ଟା ହେଇଗଲା। ଆଉ ବରସ କରିକି ଭାତ ଖାଇକି ପୁଣି ବିଲକୁ ଯିବା। ଆଉ ଏପଟେ ଧ୍ରୁବ ଆଉ ବାପା ମିଶିକି ସାର ଗୁରା ଖୋଲୁଛନ୍ତି, ଖୋଲି ପାରୁନାହାନ୍ତି, ଅଧଘଣ୍ଟା ହେଇଗଲାଣି କେମିତି ବନ୍ଧା ହେଇଛି। ଆଉ ଅଧା ସାର ଏଠି ପକେଇ ସାରିଲେ ଫେଣ୍ଟେଇବେ। ଆଉ ଆମର ପକେଟ ସାର ଏପଟେ ସବୁ କାଟିକି ରଖିଛନ୍ତି। এই ସାରଟା ପୁରା ମୁଗ ଭଳିଆ ଦେଖାଯାଉଛି, ପୁରା ମୁଗ ଡିଟ ହେଇ ହାଲି ଭଳିଆ ଦେଖାଯାଉଛି, ବଲ୍ ସାଇକେଲ ବଲ୍ ଭଳିଆ ଦେଖାଯାଉଛି। ଫାଇନାଲ 4ଟା ବିଲ ଢାଳି ସାରିଲୁ। ଆଉ ପାଣି ଏଠୁ ଅଧିକା ହେଇଥିଲା, ଯେହେତୁ ଏଠି ଯୋଡ଼େ ଆମର ଭାଇ ନାଳ କରିଦେଲେ, ସବୁ ପାଣି ଏପଟ ପଶିଗଲା। ଆଉ କିଛି ବି ରହିଯାଇଥିଲା, ଆହୁରି ପାଣି ଯଦି ଯାଇଥାନ୍ତା ଡୁବି ଯାଇଥାନ୍ତା ଆମର ମନ୍ଦା, ତରଭୁଜ ମନ୍ଦା। ଏଠି ଏଇ ସମୟରେ ମାନେ ଫୁଲ ତା ଏଠି ଫୁଲ ହେଇଗଲା, ଯେହେତୁ ଆଉ ଆମର ଭାଇ ଆସିକି ଏଠି ବାନ୍ଧିଦେଲେ। ବିଲ ଢାଳି ସାରିକି ଏପଟେ ଯେହେତୁ ପାଣି ଆସିନଥିଲା, ଏଇଟା ଉଞ୍ଚା ବିଲ, ଆଉ ସେପଟେ ଆମର ସେଲ ଗୋଟେ ଅଛି, ସେଇ ସେଲଟା ଯାଇକି ବନ୍ଦ କରିକି ଆଉ ଥରେ ଏପଟେ ପାଇପ୍ ଆମର ଘୁରେଇକି ଏଇ ନାଳର ପକେଇକି ଆସିକି ପକେଇକି ପାଣି ଚଲେଇକି ଆସିଲୁ। ଆଣିଛି ଏଇଟାକେ ଖୋଲିମି, ଆଉ ନ ଖୋଲିକି ଯଦି ମୋଟର ବନ୍ଦ କରିମି ପୁରା ହାବା ଟାଣି ନେଇଯିବ, ପାଇପ୍ ପୁରା ଆମର ଚେପା କରିଦେବ, ଏଇ ମୋଟା ପାଇପ୍ଟା। ହାବା ଟାଣୁଛି, ବନ୍ଦ କରିକି ଏଇଠି ହେଲା ଆମର ମଟର ହେଇ, ଆଉ ଏଇ ପାଖରେ ଯେତେ ସବୁ ଧାନ ଚାଷ କରିଛନ୍ତି ଏପଟେ,
ଏଠି ଗୋଟେ ବେଳ ଚାଷ କରିଛନ୍ତି ଆଉ ସେପଟେ ପରିବା ଚାଷ କରିବା ଯେହେତୁ ମଝିରେ ବର୍ଷା ହେଇଥିଲା ଆଉ ସେପଟେ ଗଛ ମଞ୍ଜି ବି ଲଗେଇ ନାହାନ୍ତି। ଆଉ ଆଜି ପାଣି ଛାଡ଼ିକି ମନ୍ଦାର ପାଣି ହେଇଛନ୍ତି କାଲି ନହେଲେ ଆଜି 4ଟା ବେଳେ ମଞ୍ଜି ଲଗେଇବେ। ଆଉ ଏପଟେ ସବୁ ହେଇ ପାଣି ମତେଇଛନ୍ତି ସବୁ ଧାନ ଗଛ ଲଗେଇଛନ୍ତି। ଏପଟେ ସେ ମୁଣ୍ଡ ଯାକ ଧାନ ଗଛ ଲଗେଇଛନ୍ତି। ଆମ ପାଇପ୍ ଯେଦିନଠୁ ମଞ୍ଜି ଲଗେଇଲୁ ମାନେ ମଣ୍ଡା ତାଡ଼ିକି ପାଣି ଢାଳିଛୁ ସେଦିନଠୁ ଏଇ ପାଇପ୍ଟା ଏମିତି ପଡ଼ିକି ରହିଛି। ଆଉ ଆହୁରି ଯଦି ପାଣି ଢାଳି ସାରିବେ ମନ୍ଦାର ଆହୁରି ତାକୁ ଗୋଟେଇକି ଘରକୁ ନେବା ଆହୁରି ଆଣିବା ତାକୁ ଲମ୍ବା ସାଙ୍ଗେ ତାକୁ ବିଛେଇବା ତାପରେ ପାଣି ଆହୁରି ଦେବା ବହୁତ ଦିଗଦାର ଲାଗିବ। ସେଥିପାଇଁ ପାଇପ୍ଟା ଏଠି ହିଁ ପଡ଼ି ରହୁଛି। ଆଉ ବାଡ଼ ଚାରିଆଡ଼େ ଆମର ଦମ୍ଭ ଅଛି କେହି ନେବାର ବି ନାହିଁ। ସେଥିପାଇଁ ଆମର ମୋଟର ବନ୍ଦ କରିକି ଆସିছে ଯେହେତୁ ଏଇ ବିଲଟାରେ ଆମର ପାଣି ଢାଳିଥିଲୁ ବହୁତ ବଡ଼ ହିଡ଼ଟା ଅଛି ଆଉ ପାଣି ଚଲେଇକି ସେପଟେ ପାଇପ୍ ନେବା ବହୁତ କଷ୍ଟକର। ଆଉ ସେଥିପାଇଁ ସେଠି ବନ୍ଦ କରିକି ପାଇପ୍ଟା ସେପଟେ କଡ଼ା ପାଇପ୍ ଆମର ଅଛି। ଆମର ବି ଲୋକମାନଙ୍କର ପାଇପ୍ ସେ ପାଇପ୍ ଆଣିକି ରଖିଥିଲୁ ଯେହେତୁ ଆମ ଚାଷ ହେଉଛି। ଆଉ ଯେଉଁମାନଙ୍କର ପାଇପ୍ ଆଣିଛି ସେମାନେ ଚାଷ କରୁନାହାନ୍ତି ଏ ବର୍ଷ। ସେଥିପାଇଁ ତାଙ୍କ ପାଇପ୍ ସବୁ ଏଠି ପଡ଼ି ରହିଛି। ଆମେ ଚାଷ କରୁଛୁ ବ୍ୟବହାର କରୁଛୁ ତାଙ୍କ ପାଇପ୍ରେ। ଆଉ ସେଇ ପାଇପ୍ରେ ଏଇ ପାଇପ୍ଟା ତାକୁ ପୁରେଇବେ ଆଉ ସେ ବାଡ଼ କଡ଼ ଦେଖୁଛନ୍ତି ସେ ବାଡ଼ କଡ଼ରୁ ପାଣି ଢାଳିବା ସେଇଠୁ ଚଲେଇବେ। ସେଇପଟେ ସେଟିଂ କରିସାରିଲେ ଆଉ ଏଠି ଖୋଲିଥିଲେ ଏଇଠି ଆଉ ଥରେ ଲଗେଇବାକୁ ପଡ଼ିବ। ମୋଟର ଚଲେଇଲେ ନା ହେଇ ହାୱା ବାହାରୁଛି ପାଣି ତାପରେ ବାହାରିବ। ସେଇ ଶହ ଶବ୍ଦ ହେଲାଣି ଏଇ ପାଣି ବାହାରି ଗଲା। ଆଜି ପାଇଁ ଏତିକ ଥିଲା ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ।